ଅଗ୍ନି ଉତ୍ସବ ବା ଅଗିଜଳା ପୂର୍ଣ୍ଣମୀ କାହିଁକି ଓ କିପରି ପାଳନ କରାଯାଏ, ଆଜି ଆସନ୍ତୁ ଜାଣିବା ତାହାର ବିଶେଷତ୍ୱ। ନମସ୍କାର, ମୁଁ ପ୍ରଭାତ ମୋ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନେ ଭଲ ତରଫରୁ ଆପଣମାନଙ୍କୁ ଏହି ଅଗ୍ନି ଉତ୍ସବ ବା ଅଗିଜଳା ପୂର୍ଣ୍ଣମୀରେ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ। ଯଦି ଆପଣ ମୋ ଫେସବୁକ୍ ଦେଖୁଛନ୍ତି ଚ୍ୟାନେଲକୁ ଫଲୋ କରନ୍ତୁ, ଆଉ ଯଦି ୟୁଟ୍ୟୁବ୍ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଫଳରେ ମୁଁ ଅପଲୋଡ଼ କରୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଏବେ ଚାଲନ୍ତୁ ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଏହା ଏକ କୃଷି ଭିତ୍ତିକ ପର୍ବ ଅଟେ। ମାଘ ମାସର ପୂର୍ଣ୍ଣମୀରେ ଏହି ପର୍ବ ପାଳନ କରାଯାଏ। ଏହି ଦିନଠାରୁ ଶୀତର ପ୍ରକୋପ ଧୀରେ ଧୀରେ କମି ଯାଇଥାଏ ଏବଂ ଖରାଦିନ ଆରମ୍ଭ ହୋଇଥାଏ। କୁହାଯାଏ ଯେ ଏହି ଦିନଠାରୁ ଋତୁରାଜ ବସନ୍ତର ଆଗମନ ହୋଇଥାଏ। ଏହି ପର୍ବରେ କ୍ଷେତରୁ ଆସିଥିବା ନୂଆ ଛଣ ବା ନଡ଼ାକୁ ଜାଳି ପର୍ବଟିକୁ ପାଳନ କରାଯାଏ। ପୌରାଣିକ କଥା ଅନୁସାରେ କଳି କୋଟ ବୃକ୍ଷ ଉପରେ ବସିଥାନ୍ତି। ଠିକ୍ ଏହି ସମୟରେ ପ୍ରଭୁ ଶ୍ରୀକୃଷ୍ଣ ଏହି ପଥ ଦେଇ ଯାଉଥାନ୍ତି। କଳି ଶ୍ରୀକୃଷ୍ଣଙ୍କ ଉପରେ ପରିସ୍ରା କରିଦେଇଥିଲେ। ଶ୍ରୀକୃଷ୍ଣ କ୍ରୋଧ ହେବାରୁ କଳି ଦେହରୁ ନିଆଁ ବାହାରିଥିଲା। ସେହି ନିଆଁରେ କଳି ଅଧା ପୋଡ଼ା ହୋଇ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ପଡ଼ିଥିଲେ। ଭଗବାନ ଶ୍ରୀକୃଷ୍ଣ କହିଥିଲେ, ମୋର କ୍ରୋଧରୁ ତୁମ ଦେହରୁ ନିଆଁ ଆବିର୍ଭାବ ହୋଇଥିବାରୁ ତୁମକୁ ଆଶୀର୍ବାଦ କରୁଛି। ପ୍ରତି ମାଘ ପୂର୍ଣ୍ଣମୀରେ ତୁମକୁ ପ୍ରତି ଗାଁରେ ତୁମର ଅଗ୍ନି ଉତ୍ସବ ପାଳନ କରିବେ। ପୁଣି ଶ୍ରୀକୃଷ୍ଣ କହିଥିଲେ, ଯିଏ ତୁମର ଅଗ୍ନି ଉତ୍ସବ ନ କରିବ ତାଙ୍କର ଘର ନିଆଁରେ ଜଳିଯିବ। ଭଗବାନ ଶ୍ରୀକୃଷ୍ଣ ପ୍ରଥମେ ଏହି ବାର୍ତ୍ତା ଧର୍ମରାଜ ଯୁଧିଷ୍ଠିରଙ୍କୁ ଜଣାଇଥିଲେ। ଧର୍ମରାଜ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କ କଥାକୁ ସମ୍ମାନ ଜଣାଇ ପ୍ରଥମେ ତାଙ୍କ ନଗରରେ ଏହି ଉତ୍ସବ ପାଳନ କରିଥିଲେ। ଏହି ଉତ୍ସବ ପାଳନ ପାଇଁ ଗ୍ରାମର ଶେଷ ଭାଗରେ ଏକ ଜାଗାରେ ଗୋବରରେ ଲିପନ କରି ସେହି ଜାଗାରେ ନଡ଼ା, ଛଣ ଓ ପରିବା ପକାଇ ଏହି ଉତ୍ସବ ବହୁତ ଧୁମଧାମରେ ପାଳନ କରାଯାଏ। ଅଗ୍ନିରେ ପକାଯାଇଥିବା ପରିବା ଓ ଫଳ ଆଦିକୁ ପ୍ରସାଦ ରୂପେ ସମଗ୍ର ଗ୍ରାମବାସୀ ପାଇଥାନ୍ତି। ଏହାକୁ ସେବନ କରିବା ଦ୍ୱାରା କୁହାଯାଏ ଯେ ଅନେକ ରୋଗରୁ ମୁକ୍ତି ମିଳିଥାଏ। କୁହାଯାଏ ଯେ ଶୀତଦିନ ବାଇଗଣକୁ ମନା କରାଯାଇଥାଏ, କିନ୍ତୁ ଏହି ଅଗିରା ପୂର୍ଣ୍ଣମୀ ଠାରୁ ବାଇଗଣ ଖାଇବା ଆରମ୍ଭ ହୋଇଥାଏ। କୁହାଯାଏ ଯେ ଏହି ଦିନ ଅଗ୍ନି ଉତ୍ସବ ପାଳନ କଲେ ଘର ପୋଡ଼ିରୁ ମୁକ୍ତି ମିଳିଥାଏ। ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ କମାର ଘରେ କମାର କାମ ଆରମ୍ଭ ହୋଇଥାଏ। ଏହି ଅଗ୍ନି ଉତ୍ସବ ପରଦିନ ଠାରୁ ଗାଁ ଗାଁରେ ଘର ଛପର ଆରମ୍ଭ ହୋଇଥାଏ। କୁହାଯାଏ ଯେ ଅଗ୍ନି ଉତ୍ସବ ନିଆଁରେ ପୋଡ଼ାଯାଇଥିବା ପାଉଁଶକୁ କ୍ଷେତରେ ବ୍ୟବହାର କଲେ ଭଲ ଫସଲ ଅମଳ ହୋଇଥାଏ। ଏହା ହିଁ ଥିଲା ଅଗ୍ନି ଉତ୍ସବର ସମ୍ପୂର୍ଣ୍ଣ ବିବରଣୀ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ରହୁଛି, ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ।